ମୁଁ ସନ୍ତୋଷ କୁମାର ଶତପଥୀ, ଅଧ୍ୟାପକ ବାଣିଜ୍ୟ ବିଭାଗ ବାଲିକୁଦା କଲେଜ। ମୁଁ 2018 ମସିହାରେ ବାଣିଜ୍ୟ ବିଭାଗରେ ଅଧ୍ୟାପକ ଭାବେ ଜଏନ୍ କରିଥିଲି। ସେତେବେଳେ ମୋର ସାର୍ଟିଫିକେଟ୍ ପ୍ରପରଲି ଭେରିଫିକେସନ୍ ହୋଇଥିଲା ଏବଂ ତାପରେ 2019 ମସିହାରେ ମଧ୍ୟ ମୋର ସାର୍ଟିଫିକେଟ୍ ପ୍ରପରଲି ଭେରିଫିକେସନ୍ ହୋଇଥିଲା ଏବଂ ପରେ 2022 ମସିହାରେ ମଧ୍ୟ ସାର୍ଟିଫିକେଟ୍ ପ୍ରପରଲି ଭେରିଫିକେସନ୍ ହୋଇଥିଲା। 2023 ମସିହାରେ ମଧ୍ୟ ମୁଁ ଏକ ଆପ୍ଲିକେସନ୍ ଦେଇଥିଲି ଆମର ଅଧ୍ୟକ୍ଷଙ୍କୁ ଯେ ପ୍ରପରଲି ଭେରିଫିକେସନ୍ କରିକି ମୋତେ ଜଣାନ୍ତୁ, କିନ୍ତୁ ହଠାତ୍ କିନା 2025 ମସିହାରେ ସାର୍ଟିଫିକେଟ୍ ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଦ୍ୱାରା ଭୁଲ ଅଛି ବୋଲି ଦର୍ଶାଇ ମୋତେ ସସ୍ପେଣ୍ଡ କରିଛନ୍ତି ସମ୍ମାନନୀୟ ଅଧ୍ୟକ୍ଷ। ୟୁନିଭର୍ସିଟି ଗଭର୍ଣ୍ଣମେଣ୍ଟ ଗେଜେଟ୍ ଅନୁସାରେ ଏଲିନି ୟୁନିଭର୍ସିଟି ଅଛି ଏବଂ 2010 ରୁ 2012ରେ ୟୁଜିସି ଯେଉଁ ଲିଷ୍ଟ ପ୍ରକାଶ କରିଛି ସେହି ଲିଷ୍ଟରେ 434 ନମ୍ବର ସିରିଏଲରେ ଏଲିନି ୟୁନିଭର୍ସିଟି ଅଛି ଏବଂ ଏଲିନି ୟୁନିଭର୍ସିଟି ସିକିମର ଗୋଟେ ପ୍ରାଇଭେଟ ୟୁନିଭର୍ସିଟି। ସେଥିରେ 2010 ରୁ 2012 ମଧ୍ୟରେ ମୁଁ କୋର୍ସ କରିଛି ଏବଂ ସାର୍ଟିଫିକେଟ୍ ପାଇଛି ରେଗୁଲାର ବେସିସ୍ରେ। ପରେ 2015ରେ ସେଇ ୟୁନିଭର୍ସିଟି ଇନଫ୍ରାଷ୍ଟ୍ରକ୍ଚର ଅଭାବରୁ ୟୁଜିସି ଦ୍ୱାରା ବନ୍ଦ ହୋଇଯାଇଛି, କିନ୍ତୁ ମୋର ସାର୍ଟିଫିକେଟ୍ ପ୍ରପର ଅଛି ଏବଂ ଜେନ୍ୟୁଇନ୍ ସାର୍ଟିଫିକେଟ୍, କାରଣ ଏଇଟା ୟୁଜିସି ଆପ୍ରୁଭ୍ଡ ସେଇ ଟାଇମ୍ରେ ଥିଲା। ବ୍ୟକ୍ତିଗତ ଆକର୍ଷଣ ଏହାର ପ୍ରଥମ କାରଣ, ମୁଁ 2018 ମସିହାରେ ରହିଲା ଦିନଠାରୁ ମୋର ତଳ ପୋଷ୍ଟରେ ଥିବା ବସନ୍ତ କୁମାର ମହାନ୍ତି ସବୁବେଳେ ମୋ ସାଙ୍ଗରେ ଲାଗିଛନ୍ତି। ଏମିତି ଆରଟିଆଇରେ ମାଗିବା ଏବଂ ପରେ ପରେ OHRCକୁ ଦେବା ଏବଂ ବର୍ତ୍ତମାନ ଯେଉଁ ଅନୁସାରେ ମୋତେ ସସ୍ପେଣ୍ଡ କରାଯାଇଛି ଜନଶୁଣାଣି ପୋର୍ଟାଲରେ, ସେହି ଜନଶୁଣାଣି ପୋର୍ଟାଲର ମଧ୍ୟ ଅଭିଯୋଗ ଫେକ୍ ବୋଲି ପ୍ରମାଣିତ ହୋଇଛି। କାରଣ ଯେଉଁ ଲୋକ ଅଭିଯୋଗ କରିଛନ୍ତି ଅମରାବତୀ ଦାସ, ସେ ପ୍ରକୃତରେ ଅଭିଯୋଗ କରିନାହାନ୍ତି। ଯଦି ଭଲ ଭାବେ ତଦନ୍ତ କରାଯାଏ ଏହା ତଦନ୍ତ ସାପେକ୍ଷ। ନିଷ୍ପତ୍ତି ଯୋଗୁଁ ମୁଁ ମାନ୍ୟବର ଉଚ୍ଚ ନ୍ୟାୟାଳୟରେ ଆବେଦନ କରିଛି। ଆବେଦନ ନମ୍ବର ହେଉଛି 17/2025। ଏହି ଆବେଦନରେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଯାହା ଡିସିସନ୍ ନେବେ ମୁଁ ତାହା ମାନି ନେବି ବୋଲି